କିଛି କହିବ? ହଁ କହିବି। ଏତେ କହିବି ଯେ ଶୁଣିବାକୁ ତମର ଧୈର୍ଯ୍ୟ ନଥିବ। ହେଲେ ତୁମେ ଚୁପ୍ ହେଇଯାଅ। ମୋ ପୁଅଟାକୁ ତୁ ଆଉ କିଛି ବି କହିଲେ। କହିବି ମା, ଆହୁରି କହିବି। ମୋ ମନ ବୁଝିଲା ଚୟନ ଅଛି କହିବି। କାହିଁକି ରେ ମା, କାହିଁକି କହିକିରି ତୋ ସ୍ୱାମୀ ପାଖରେ ତୁ ଶତ୍ରୁକୁ କହିଲୁ? ଆମ ଭାଗ୍ୟରେ ଯାହା ଥିବ ସେଇଆ ହବ। ଆମେ ତ ଆମ ଭାଗ୍ୟକୁ ଆଦରି ଏଇଠି ପଡି ରହିଛୁ। ଯେତେ ଦିନ ଯାଏ ଦେହରେ ଜୀବନ ନଥିବ ସେତେ ଦିନ ଯାଏ ଆମେ ବୁଢା ବୁଢୀ ଦିଟା ଏମିତି ଦହଗଞ୍ଜ ହଉଥିବୁ। ଆଉ ଯୋଉ ଦିନ ଦେହରୁ ଜୀବନଟା ଚାଲିଯିବ କାହିଁକି ବାପା, କାହିଁକି ଆପଣମାନେ ଆପଣମାନଙ୍କ ଅଧିକାରକୁ ପାଇପାରିବେନି? କଣ ପାଇଁ ପୁଅମାନଙ୍କ ମାଙ୍କ ଟ୍ରିଟମେଣ୍ଟ କରାଇବେନି? ଆପଣମାନଙ୍କ କଣ ଭୁଲ ପାଇଁ ଆପଣଙ୍କୁ ଖାଇବାକୁ ଦେବେନି? ଆପଣଙ୍କ ପୁଅ କଣ ଅଶିକ୍ଷିତ? ବାପା ମାଙ୍କୁ ଅବହେଳା କରିବେ? ଆପଣଙ୍କ ପୁଅ କଣ ଅନ୍ଧ? ପର ମଣିଷମାନେ ବୃଦ୍ଧାଶ୍ରମ ଖୋଲି କେମିତି ଅବହେଳିତ ବାପା ମା ମାନଙ୍କର ସେବା କରୁଛନ୍ତି ସେ କଣ ଦେଖିପାରୁନାହାନ୍ତି? ଗରିବ ମୂର୍ଖ ପୁଅ ମାନଙ୍କର ବାପା ମା ମାନେ ବୃଦ୍ଧାଶ୍ରମରେ ରୁହନ୍ତିନି ଶିବ ଶଙ୍କର। ବୃଦ୍ଧାଶ୍ରମରେ ରୁହନ୍ତି ତମ ପରି ଏତେ ପାଠୁଆ ପୁଅ ମାନଙ୍କର ବାପା ମା ମାନେ। ଆରେ ତମ ପରି ଏତେ ପାଠୁଆ ପୁଅ ମାନେ ବାପା ମାଙ୍କୁ ଖାଇବାକୁ ଦିଅନ୍ତିନି। ଆରେ ତମ ପରି ଏତେ ପାଠୁଆ ପୁଅ ମାନେ ବାପା ମାଙ୍କୁ ପିନ୍ଧିବାକୁ ଦିଅନ୍ତିନି। ତାଙ୍କୁ ଘରେ ରଖେଇ ଦିଅନ୍ତିନି। ଟାଣି ଘୋଷାରେ ନେଇ ବୃଦ୍ଧାଶ୍ରମରେ ଖୋପାଡ଼ି ଦେଇ ଆସନ୍ତି। ସେମାନଙ୍କ ପାଇଁ ଏତେ ଓକିଲାତି କରୁଛ, ସେମାନଙ୍କୁ ଥରେ ପଚାର। ତାଙ୍କ ବଡ ପୁଅ ସାନ ଝିଅକୁ କେତେ ପାଠ ପଢେଇଛନ୍ତି ଆଉ ମତେ କେତେ ପାଠ ପଢେଇଛନ୍ତି? ସେମାନେ ଯେମିତି ମୋ ପ୍ରତି ଅବହେଳା କରିଛନ୍ତି, ମୁଁ କଣ ସେମାନଙ୍କ ପାଇଁ ଶ୍ରବଣ କୁମାର ସାଜି ମୋ କାନ୍ଧରେ ସେମାନଙ୍କୁ ବିଶ୍ୱ ବ୍ରହ୍ମାଣ୍ଡ ବୁଲେଇବି? ଆଉ ଥରେ ଏମାନଙ୍କ ପାଇଁ ଓକିଲାତି କରିବା ପାଇଁ ଚେଷ୍ଟା କଲେ ମାରିକି ତ ମୁହଁ ଫଟେଇ ଦେବେ। ହ୍ୟାଲୋ, କାହିଁକି ତୁ ଆମ ମାନଙ୍କ ପାଇଁ ମୁହଁ ଖୋଲିଲୁ? କଣ ମିଳିଲା ତତେ? ତୁ ଶେଷରେ ମାଡ଼ ଖାଇଲୁ ନା ମା? ମାଡ଼ ଖାଇଲୁ ନା? ଶିବୁରା, ମୋ ସୁନାଟା ପରା, ମୋ ଧନଟା ପରା। ତୁ ଆଉ ଆମ ମାନଙ୍କ ପାଇଁ ବୋହୁଟାକୁ ମାରିବୁନି ପୁଅ। ତୁ ଆଉ ଜମା ବି ତାକୁ ମାରିବୁନି। ଶିବୁନା